ରିପୋର୍ଟରୁ ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରାଚୀନ ସାଂସ୍କୃତିକ ଶିକ୍ଷଣୀୟ ତଥା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆମ ଓଡ଼ିଆ ପାଲା ଆମର ଏହି ସୁରଭି କାର୍ଯ୍ୟକ୍ରମ। ସାର୍ ମୋ କହିବା କଥା ଆପଣ କହୁଛନ୍ତି ଯୋଉ ଲୋକ 1000 ପୂର୍ଣ୍ଣଚନ୍ଦ୍ର ଦର୍ଶନ କରିବ ତାକୁ ଠାକୁର ନମସ୍କାର ଭଗବାନ ନମସ୍କାର କରନ୍ତୁ। ସାର୍ କଳିଯୁଗର ଲୋକମାନେ କେତେ ବର୍ଷ ବଞ୍ଚିବେ? ମାଧବ ଭାଇ ଆଜ୍ଞା ମାସକରେ ଗୋଟାଏ ହଉଛି ପୂର୍ଣ୍ଣଚନ୍ଦ୍ର। ଗୋଟିଏ ମାସରେ ଯଦି ଗୋଟିଏ ହୁଏ ଆଜ୍ଞା ବର୍ଷକ ହଉଛି 12 ମାସ। 12 ମାସରେ 12ଟା ହଉଛି ପୂର୍ଣ୍ଣଚନ୍ଦ୍ର। ବାବୁ ଆଜ୍ଞା ତାହେଲେ 12 ଅଷ୍ଟା 96 80 ବର୍ଷରେ 960 ହିସାବ କର। ଆଜ୍ଞା କୁହନ୍ତୁ ଆଉ କେତେ ରହିଲା? ଆଉ ରହିଲା 40 ଆଉ ମିଶେଇ ଦଉନୁ 4 ବର୍ଷ ମିଶେଇ ଦେଲେ ହେଇଯିବ। ଯେତେବେଳେ 84 ବର୍ଷ ଗୋଟାଏ ବ୍ୟକ୍ତି କି ହେଇଯାଏ ଆଜ୍ଞା ଭଗବାନ କହିଲେ ମୁଁ ତାଙ୍କୁ ନମସ୍କାର କରେ। ସମସ୍ତଙ୍କର ଶୁଭ କାମନା କରିବା ପାଇଁ କି ଯାଇ ଆଜ୍ଞା ମୁଁ ଆପଣ ମାନଙ୍କ ପାଖରେ ଯୋଡ଼ିଏ ଧାଡ଼ିରେ ଆଜ୍ଞା ଷ୍ଟପ ଛନ୍ଦରେ ଗୋଟିଏ ମଙ୍ଗଳାଚରଣ ଶ୍ଲୋକଟିଏ ଉପସ୍ଥାପନ କରିଛି। ଆପଣ ମାନେ ପଚାରିବେ କହିବେ କାହିଁକି କାହିଁକି ଶ୍ଲୋକଟି ପାଠ କଲ? ଗାୟକ ହୁଅନ୍ତୁ ଯେ କେହି ପଣ୍ଡିତ ହୁଅନ୍ତୁ ଆଜ୍ଞା ଯେ କେହି ଆଜ୍ଞା ବୁଦ୍ଧିଜୀବୀ ବ୍ୟକ୍ତି ହୁଅନ୍ତୁ ଯେତେବେଳେ ମଞ୍ଚ ଉପରକୁ ଆସନ୍ତୁ ବାବୁରେ ମଞ୍ଚ ଉପରକୁ ଆସିଲା ବେଳେ ଆଜ୍ଞା ସେ ବିଶ୍ୱର କଲ୍ୟାଣ କରିବା ଅର୍ଥେ ମଙ୍ଗଳାଚରଣ ଶ୍ଲୋକ କାହିଁ ପଢନ୍ତି ମାଧବ ଭାଇ? କାହିଁକି ପାଠ କରନ୍ତି ସାର୍ ଟିକେ କୁହନ୍ତୁ। ଇଏ ସଂସାରରେ ଆଶୀର୍ବାଦ କରିବାର କ୍ଷମତା କାହାରି ହାତରେ ନାହିଁ। ସାରେ କାହାରି ହାତରେ ନାହିଁ ବାବୁ ଇଏ ବିଶ୍ୱରେ ଭଗବାନ ଜଣକ ହସ୍ତରେ ତାକୁ ନ୍ୟସ୍ତ କରିଛନ୍ତି। ଆଜ୍ଞା ସେ କାହା ହାତରେ ଗସ୍ତ କରୁଛନ୍ତି? ସିଏ ହଉଛନ୍ତି ବ୍ରହ୍ମାଙ୍କର ମାନସ ସନ୍ତାନ। ଆମେ ଯାହାକୁ କହିଥାଉ 4 ବର୍ଣ୍ଣରେ ଶ୍ରେଷ୍ଠ ମର୍ତ୍ତ୍ୟର ଦେବତା ଆମେ ମାନେ ଯାହାକୁ କହିଥାଉ ଭୂସୁର। ମାଧବ ଭାଇ ସାରେ ଭୂସୁର ମାନେ ବୁଝିହେଲାନି। ମନେ ରଖ ଯାହାକୁ ଆମେ କହିଥାଉ ଜାତିସ୍ମର ବ୍ରାହ୍ମଣ। ଭାଇ ଆଜ୍ଞା ଯେତେବେଳେ ଆମେ ବ୍ରାହ୍ମଣଙ୍କୁ ଆମର କୌଣସି ନା କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଘର ପ୍ରତିଷ୍ଠା ହଉ বা মানে বৈবাহিক মানে বিবাহ ঘর হও বাবুরে ব্রতপন হও যে কোনসি শুভ কার্য করিবা পাই আমি যতবেলে ব্রাহ্মণ মানকু নিমন্ত্রণ করিথাও আম ঘরকু নিমন্ত্রণ করিথাও যেতবেলে আম ঘরে ব্রাহ্মণଙ୍କର পাদ পড়ে ভাই আমি যতবেলে তাঙ্ক পাদকু ধোই দউ প্রণাম করু যেতবেলে পাদ ধোই সারলা পরে প্রণাম করু আজ্ঞা ব্রাহ্মণ আম মানଙ୍କର মস্তক উপরে হস্তটাକୁ ଟେକି ଦିଅନ୍ତି। ସାରେ ଆମେ ଯେତେବେଳେ ପ୍ରଣାମ କରୁ କାହିଁକି ସେ ଟେକନ୍ତି? ମନେ ରଖିଥାଅ 6ଟା ତୀର୍ଥ ରହିଲା ବ୍ରାହ୍ମଣ ମାନଙ୍କର ଡାହାଣ ହସ୍ତରେ। ସେ 6ଟା ତୀର୍ଥ କଣ ଆମେ ଜାଣିନା। ଗୋଟିଏ ଶ୍ଲୋକ ପଢୁଛି। ଆଜ୍ଞା କୁହନ୍ତୁ। ବିହାରଲାଲ ପଣ୍ଡିତ ଲେଖିଛନ୍ତି କର୍ମକାଣ୍ଡରେ ଗୋଟିଏ ଶ୍ଲୋକ। ବାବୁ ଶ୍ଲୋକଟା କଣ କହିଲେ? ଗଙ୍ଗା ବହତି ଚାଙ୍ଗୁଷ୍ଟେ ତର୍ଜନେ ଯମୁନା ନଦୀ ଗୋଦାବରୀ ଶୈବ ସିନ୍ଧୁ ଶୈବ ନାମିକା ଗୋମତୀ କନିଷ୍ଠାଭ୍ୟାଂ ମଧ୍ୟ ତୁ ସାଗର ষড়ত্রী ধারণী কইলে ব্রাহ্মণ নাম দক্ষিণ জ্ঞানী গুণী বিবেকী মহোদয় আজ্ঞা মু আপন মানক পাখে আজ্ঞা গোটিয়ে শ্লোক মু উপস্থাপন করিছি। আজ্ঞা কবি বিহারলাল পণ্ডিত কহিলে কইলে ব্রাহ্মণଙ୍କର ଡାହାଣ ହସ୍ତରେ ରହିଛନ୍ତି ଆଜ୍ଞା 6ଟା ତୀର୍ଥ। ମାନେ କୋଉ ଜାଗାରେ ରହିଛନ୍ତି ଆମେ ଜାଣିଆ ବାବୁ? ଆଜ୍ଞା ଡାହାଣ ହସ୍ତର ବୃଦ୍ଧ ଅଙ୍ଗୁଳିରେ ରହିଲେ ଗଙ୍ଗା। ସାରେ ତାପରେ
ତର୍ଜନୀରେ ରହିଲେ ଯମୁନା ସାରେ ତାପରେ ମଧ୍ୟରେ ଗୋଦାବରୀ ସାରେ ତାପରେ ଅନାମିକାରେ ସିନ୍ଧୁ ସାରେ ତାପରେ କନିଷ୍ଠରେ ଗୋମତୀ ସାରେ ମଝିରେ ହସ୍ତ ମଧ୍ୟ ତୁ ସାଗରା ଓହୋ ଏଦାନି ଷୋଡ଼ତ୍ର ଦାନି ଏ ହଉ କହିଲେ ବ୍ରାହ୍ମଣାନାଂ ଦକ୍ଷିଣ করে ହଁ ହଁ ବାବୁ ଯଦି ବ୍ରାହ୍ମଣ ହାତ ଟେକି ଦେଲେ ଆଶୀର୍ବାଦ ମିଳିଯାଏ ଆଜ୍ଞା ଆମେ ତ ବ୍ରାହ୍ମଣ ପିଲା ନୁହଁ ନା ତାହେଲେ ଆଶୀର୍ବାଦ କେମିତି କରିବା ସାରେ ଆମେ କେମିତି କରିବା କହିଲା ଏଠି ଧୀମନ୍ତ ମଣ୍ଡଳୀ ମର ଫେରିବେ ଚାରଧାରୀ ମଙ୍ଗଳାଚରଣ ଶ୍ଲୋକ ମୁଁ ଆପଣ ମାନଙ୍କ ପାଖରେ ଉପସ୍ଥାପନ କରିଛି ହେ ଜ୍ଞାନେନ୍ଦ୍ର ପୁଙ୍ଗମ ଓହୋ ଦେଖନ୍ତୁ ଭାଦ୍ର ମାସ ସେଦିନ ଅଷ୍ଟମୀ ତିଥି ରୁକ୍ମିଣୀ ସତ୍ୟଭାମା ଗୋଟାଏ ଜାଗାରେ ବସିକି କଥୋପକଥନ ହଉଛନ୍ତି ଭାଇ ହଁ ରୁକ୍ମିଣୀ ଡାକିଦେଲେ କହିଲେ ସତ୍ୟଭାମା କହିଲେ ଗୋଟିଏ କଥା ମୋର ଆଜି ତମକୁ କହିବାର ଅଛି ଏଇ ରାତି ପାଇଲେ ଆମ ସ୍ୱାମୀଙ୍କର ଜନ୍ମଦିନ ଇଏ ଯୋଉ ଜନ୍ମଦିନକୁ ଆମେ ଆଜି ଗୋଟିଏ ସ୍ୱତନ୍ତ୍ର ଭାବରେ ନିଆରା ଢଙ୍ଗରେ ଆମେ ଆଜି ପାଳନ କରିବା ପାଇଁ କି ଯିବା ମାନେ ସବୁ ବର୍ଷ ଯୋଉ ଭଳି ପାଳନ ହଉଥିଲା ସେ ଭଳି ଏ ବର୍ଷ ପାଳନ କରିବା ନାହିଁ ତାକୁ ଟିକେ ବଦଳେଇ ଦବା ତାକୁ ଟିକେ ମଡେଲିଂ କରିଦେବା କଣ କରିବା ବାବୁରେ ଏ ଯୋଉ ଆଗନ୍ତୁକ ଅତିଥି ମାନେ ଆମ ସ୍ୱାମୀଙ୍କର ଜନ୍ମ ଉତ୍ସବକୁ ନିମନ୍ତ୍ରଣ ପାଇକି ଆସିବେ ବ୍ରାହ୍ମଣକୁ ଆଉ ଡାକିବାନି କି ରୋଷେଇଆ ନନାକୁ ଡାକିବାନି ଆମ ନିଜ ହାତରେ ଆମେ ରୋଷେଇବାସ କରିବା ସେମାନଙ୍କୁ କିଛି ଖାଇବା ପିଇବାର ବନ୍ଦୋବସ୍ତ କରିବା କିନ୍ତୁ ତା ସହିତ କିଛି ଦାନ ଧର୍ମ ଦବା ଦାନ ସବୁ କଣ ଦିଆଯାଏ ଲେଖିଛନ୍ତି ଗୋଟାଏ ଶ୍ଲୋକ ପଢୁଛି ଲେଖିଲେ ଆଜ୍ଞା ବ୍ୟାସ କହିଲେ ଗଜ ତୁରଗ ସହସ୍ର ଗୋକୁଳ ଭୂମି ଦାନ ନନା ଦାନ ସବୁ କଣ ଦିଆଯାଏ ଗଜ ତୁରଗ ଗୋକୁଳ ଭୂମି ସୁନା ରୂପା ଏଇଠି ଦାନ ସରିଲାନି ବାବୁରେ ଇଏ ଦୁନିଆରେ ଅନେକ ଦାନ ଅଛି ବାବୁରେ ଆଉ କଣ ସବୁ ଦାନ ଦିଆ ହୁଏ କବି ସୁନ୍ଦର ଭାବରେ ଓଡ଼ିଆ ସାହିତ୍ୟର ଗର୍ବ ଗୌରବ ଓଡ଼ିଆ ସାହିତ୍ୟର ମାଇଲି ଖୁଣ୍ଟି କବିବର ରାଧାନାଥ ରାୟ କହିଲେ ଗୋଟା ଓଡ଼ିଆ ପଦ ଗାଉଛି ମାଧବ ଭାଇ ଟିକେ ମନ ଦେଇକି ଶୁଣ କବି କଣ କହିଲେ କହିଲେ ହୀରା ଲୀଳା ବୈଡୁର୍ଯ୍ୟ ଇଏ ମୁକ୍ତା ମାଣି লীলা মোতি মাণিক্য বৈডুর্য সুনা রূপা ইয়ে সমস্ত পদার্থর মূল্য অছি মূল্যাঙ্কন করা যাই পারে কিন্তু ইয়ে দুনিয়ার এমিতি গোটিয়ে রত্ন অছি যাহা দান দিয়া হুয়ে সত কিন্তু তার মূল্যাঙ্কন করা যাই পারে না সে হচ্ছে কন্যা রত্ন হে জ্ঞানেন্দ্র পুঙ্গম এটি কবি কইলে দান এটি সরুনি ইয়ে যেতে দান অছি सबु दान ठारू गोटाए श्रेष्ठ दान सी जो श्रेष्ठ दान ता कौन जो दिन उद्धव भगवान पाखे पहुंची माधव भाई जेत बड़े हाथ जोड़ी देले
पचारिले कहले प्रभु ये दुनिया रे आपण को समस्ते नमस्कार करन किंतु ये दुनिया रे आपण काहा को नमस्कार करंदी भगवान टिके चिंता रे पड़ी गले कहला रे उद्धव ये दुनिया रे मु नमस्कार करे 6 जन को हाथ जोड़ी देले उद्धव पचारिले कहले प्रभु सी जो 6 जन से किए कहतु से किए पाठी करना तुम इरे बाबू सी जो 6 जन किए ता ना डाकू सुंदर भाव रे आज्ञा लिखिचंती व्यास से किए गोटी गोटी करी ता ना कहूँ टिके मन देकी सुन भाई कहले मिष्टान्न दाता तरुणाग्निहोत्री वेद विदिक चंद्र सहस्रदर्शी पतिव्रतांच जीव मम पूजनीय देखंतु आज्ञा कवि सुंदर भाव रे कहिले आया कौन कहले कहले मिष्टान्न दाता कहले उद्धव आज्ञा मिष्टान्न दाता किए ना जो माने जो व्यक्ति ये बाबू रे अतिथि को मिठान्न प्रदान करंदी भगवान कहले मु ताकू नमस्कार करे माधव भाई मिष्टान्न दाता किए माने जो पलौ है मिष्टान्न कहा को कहा जाए सारे जाननांती को अरुआ चालो धेरे हल्दी गोळाए थबो तापरे तादरे घी टिके पड़ी थबो तादरे चेनी पड़ी थबो सेई रोसे ए थबो सेया को जे खाइया को देबे ठाकुर ताको नमस्कार पकान देला आपण को सत आ कहू छन आ मिष्टान्न केबे आमे ताकू कहि परिबा सारे कह कहिबा ताले मिष्टान्न किए हां बाबू सुंदर भाव रे गोटिए कथा कहू ओहो ये ग्रामर गोटिए पुअर आज्ञा बाहाघर होइथबो हां फिस्टी तांकर मुरबी आज्ञा गाँ सारा बुली बुली निमंत्रण करुथिला बेले माधव भाई हां गोटिए परिवार रो निमंत्रण करिया पाई कि जाइथिला बेले ओहो से कोन करचंदी भूली जाइचंदी हां तांको घर को जाइचंदी तांको घर को गला बेले तांकर द्वार बंद अछि आज्ञा से जेतो बेले फेरी आछंदी तांको घरु ओहो ताको सहित कोनोसी मतांतर नाही मनांतर ना ताको सहित मनांतर भी नाही ना बापा आज्ञा ये व्यक्ति 8टा बेले जेतो बेले खाइबार समय एहे पंगत पड़ी जाई ये जेतो बेले पंगत रे बसी हां खाइबा पाई कि बाहरंते बाबूरे ये मुरबी जनक पाखे पहुंचले कहले अरे माधव तोते निमंत्रण होइथिला बिना निमंत्रण रे खाइबा पाई तू ए जगह को आसीबाटा कोन ठीक हैला ये लोकटा जहा खाइबा पाई कि बसथिला ये आज्ञा उठिला इरे बाबू गोटिए लोक उठी दिवाटा जहा से पंगतरे जदि 5 लोक बसथिबे से उठी दिवाटा होची से हां सुनु ताले मिष्टान्न कहा को कहंती कवि सुंदर भाव रे कहिले ओडिया भागवतर रचयिता अति बड़ी जगन्नाथ दास कहिले ये दुनिया रे मिष्टान्न कहा को कहा जाए भाई गोटिए पद नवाक्षरी छांदरु गाउछ हां कवि कोन कहिले कहले विनय मधु रवचन कहित शिव जन मान कहित शिव जन जेते आज्ञा सार माने बसचंती मो गुरुजी माने बसचंती आज्ञा ये दुनिया रे मिष्टान्न कहले खीरी खेचड़ी अरुआन्न नुह खीरी खेचड़ी कहले बाबू रे ये मिष्टान्न रे गणा हबो नै ताले मिष्टान्न प्रकृति रे की
ଜଗନ୍ନାଥ ଦାସ ସୁନ୍ଦର ଭାବରେ କହିଲେ କହିଲେ ବିନୟ ମଧୁର ବଚନ କହିଲେ କହି ତୋଷିବ ଜନ ମନ ମନ କଥାକୁ ତୋଷ କରିବା ପାଇଁ ମିଠା ମିଠା କଥା କହି ଯୋଉ ବ୍ୟକ୍ତି ଅତିଥି ମାନଙ୍କୁ ଖାଇବାକୁ ଦିଅନ୍ତି ଭଗବାନ କହିଲେ ମୁଁ ତାଙ୍କୁ ନମସ୍କାର କରେ। ମାଧବ ଭାଇ ଯୋଉ ଲୋକଟା ବିନା ନିମନ୍ତ୍ରଣରେ ଆସିଥିଲା ମୁରବୀ ଯାଇ ତାଙ୍କ ପାଖରେ ପହଞ୍ଚିଲେ ପଚାରିଲେ କହିଲେ ଭାଇ ତମ ଘରକୁ ନିମନ୍ତ୍ରଣ କରିବା ପାଇଁ ମୁଁ ଯାଇଥିଲି ଆଉ ଗଲା ବେଳେ ପିଲା କେହି ଦେଖା ହେଲେନି ଫେରିକି ପଳେଇ ଆସିଥିଲି ଯାହା ହଉ ତମେ ଆସିବାଟା ମୋ ପାଇଁ ବହୁତ ସୁନ୍ଦର ଭାଇ ତମେ ଆସିବାଟା ଏ ସବୁଠୁ ବଡ କଥା ଏମିତି କଥା କହିଛି ଖାଇବାକୁ ଦିଅନ୍ତି ଭଗବାନ ନମସ୍କାର କରନ୍ତୁ। ନମ୍ବର 1 ନମ୍ବର 2 ମିଷ୍ଟାନ ଦାତା ତରୁଣାଗ୍ନିହୋତ୍ରୀ ଦୁନିଆରେ ଭଗବାନ କହିଲେ ନମସ୍କାର କରେ ଆଉ ଜଣ ସାରେ କାହାକୁ ବ୍ରାହ୍ମଣ ସାରେ କୋଉ ବ୍ରାହ୍ମଣ ବ୍ରାହ୍ମଣ କେତେ ପ୍ରକାର ତମେ ଜାଣିଛ ବ୍ରାହ୍ମଣ ଅଶେଷ ପ୍ରକାର ଅଛନ୍ତି କହିଲୁ ତମ ଜାଣିବାରେ ବ୍ରାହ୍ମଣ କେତେ ପ୍ରକାର ସାରେ ହୋତା ବ୍ରାହ୍ମଣ ଅଛନ୍ତି ତାପରେ ଦାସ ବ୍ରାହ୍ମଣ ଅଛନ୍ତି ତାପରେ ରଥ ବ୍ରାହ୍ମଣ ଅଛନ୍ତି ମିଶ୍ର ବ୍ରାହ୍ମଣ ଅଛନ୍ତି ହଉ ସାରେ ହଳୁଆ ବ୍ରାହ୍ମଣ ଅଛନ୍ତି ତାପରେ ସାରେ ନଅସରିଆ ଅଛନ୍ତି ସାରେ ଛଅସରିଆ ଅଛନ୍ତି ସାରେ ତିନି ଠୋଳା ବ୍ରାହ୍ମଣ ଅଛନ୍ତି ସାରେ 10 ତୁଟିଆ ବ୍ରାହ୍ମଣ ଅଛନ୍ତି ସାରେ ପିଣ୍ଡ ପକେଇବା ବ୍ରାହ୍ମଣ ଅଛନ୍ତି କେତେ ବ୍ରାହ୍ମଣ କଥା କହିଲେ ଯେତେ ବ୍ରାହ୍ମଣ ରହିଲେ ମାଧବ ଭାଇ ବ୍ରାହ୍ମଣ କହିଲେ ସମସ୍ତେ ସମାନ କୋଉ ବ୍ରାହ୍ମଣ ଯୋଉ ବ୍ରାହ୍ମଣ ନିଜର ଅର୍ଜିତ ଧନରେ ବିଶ୍ୱର କଲ୍ୟାଣ କରିବା ପାଇଁ ଆଜ୍ଞା ନିଜ ଘରେ ଆଜ୍ଞା ଯଜ୍ଞ କୁଣ୍ଡଟିଏ କରି ବିଶ୍ୱର କଲ୍ୟାଣ କରିବା ଅର୍ଥରେ ପ୍ରତ୍ୟେକ ଦିନ ଘୃତ ଆହୁତି ଦିଅନ୍ତି ଓହୋ ଭଗବାନ କହିଲେ ମୁଁ ତାଙ୍କୁ ନମସ୍କାର କରେ। ନମ୍ବର 2 ଗଲା ନମ୍ବର 3 ରେ ଭଗବାନ କାହାକୁ ନମସ୍କାର କରନ୍ତି ନିଷ୍ଠାନ ଦାତା ତରୁଣାଗ୍ନିହୋତ୍ରୀ ବେଦ ବିଦିଗ ଚନ୍ଦ୍ର ସହସ୍ରଦର୍ଶୀ ମନ ଦେଇକି ଶୁଣ ଆଜ୍ଞା ବେଦ ବିଦିଗ ପ୍ରତ୍ୟେକ ଦିନ ଯୋଉ ବ୍ୟକ୍ତି ମାନେ ପ୍ରାତଃ କାଳ ବର ସ୍ନାନ ଶୌଚ ସାରି ନନା ଯୋଉମାନେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ବେଦ ମନ୍ତ୍ର ପାଠ କରନ୍ତି ଭଗବାନ କହିଲେ ମୁଁ ତାକୁ ନମସ୍କାର ନମ୍ବର ଗଲା 3 ଗଲା ନମ୍ବର 4 ବାବୁରେ ବେଦ ବିଦିଗ ଚନ୍ଦ୍ର ସହସ୍ରଦର୍ଶୀ ବୁଝିଲନି ଭାଇ ପିଲା ବେଳର କଥାଟା ଟିକେ ମନେ ପକାଅ ଆଜ୍ଞା କୁହନ୍ତୁ ଯେତେବେଳେ ଛୋଟ ପିଲା ହିସାବରେ ଗାଁ ଦାଣ୍ଡରେ ଆମେ ବୁଲୁଥିଲେ ଖେଳ ଖେଳୁଥିଲେ ଆମେ ପିଲା ଦିନରୁ ପୂର୍ଣ୍ଣମୀ ଚାନ୍ଦ ଗଣିବା ପାଇଁ କି ଅଭ୍ୟାସ କରୁଛୁ ଭାଇ ଆମେ ଜଣେ ସାଙ୍ଗ ଆଉ ଗୋଟିଏ ସାଙ୍ଗକୁ କହେ ସାଙ୍ଗ ଆମେ 2 ଜଣ ଏତେ ମିଶିକିରି ଖେଳୁ ନା ସାରେ ସିଏ ତା ମନକୁ ଯାହା କହିବା କଥା କହିଯାଏ ମୁଁ ମୋ ମନକୁ ଯାହା କହିବା କଥା କହିଯାଏ ସାରେ ସିଏ ସେମିତି ଗୀତ ବୋଲେ ମୁଁ ସେମିତି ଗୀତ ବୋଲେ ମୁଁ ମୋ ସାଙ୍ଗକୁ ଗୋଟେ ଜହ୍ନର ଗୀତ ଶିଖେଇଛି କଣ ଶିଖେଇଥିଲୁ କହିଲା ଆକାଶର ବୁକୁ ଚିରି ଜହ୍ନ ହସେ କିରି କିରି ଆକାଶର ଯେତେବେଳେ ସାଙ୍ଗ ହେଇକି ଗାଁ ଦାଣ୍ଡରେ ବୁଲନ୍ତି କିଏ କାହା ସହିତ ସଖୀ ହେଇଥାଏ କିଏ କାହା ସହିତ ବଉଳ ହେଇଥାଏ କିଏ କାହା ସହିତ ଭୋଗ ହେଇଥାଏ ସାରେ ଯେମିତି ଏ ଗୀତ ସରିଯାଏ ନା ତାପରେ ମୋ ସାଙ୍ଗରେ ଯୋଉ ପିଲା ସବୁ ଖେଳୁଥିବେ ସାରେ ଗୋଟେ ସଢେଇ ଆଣିଥିବେ ତା ଦେହରେ ବାଲି ଏତିକି ରଖିଦେଇଥିବେ ତା ଦେହରେ ସିଏ ଟିକେ ଶିଶି କରିବ ମୁଁ ଟିକେ ଶିଶି କରିବି ସିଏ ତା ପାଟିକି ଦବ ମୁଁ ମୋ ପାଟିକି ଦେବି ସତ ଇରେ ବାବୁ ମନ ରଖିଥା ପିଲାଟି ଦିନରୁ ଆମେ
ପୂର୍ଣ୍ଣମୀ ଚାନ୍ଦଟା ଗଣିବା ପାଇଁ କି ଆଜ୍ଞା ଅଭ୍ୟାସ କରୁ। ହଁ କାହିଁକି କାହିଁକି ନା ଭଗବାନ କହିଲେ ଯୋଉ ବ୍ୟକ୍ତିଟି ତା ଜୀବନ ଭିତରେ ଜନ୍ମ ହବା ଦିନ ଠାରୁ ବାବୁରେ ମୃତ୍ୟୁ ପର୍ଯ୍ୟନ୍ତ ଇଏ ବୟସର ସୀମା ସରହଦ ଭିତରେ 1000 ପୂର୍ଣ୍ଣ ଚନ୍ଦ୍ର ଦର୍ଶନ କରନ୍ତି। ଭଗବାନ କହିଲେ ମୁଁ ତାଙ୍କୁ ନମସ୍କାର କରେ। ସାରେ ଆପଣ ଯୋଉ କଥାଟା କହିଲେ ଭାବି ଚିନ୍ତିକିରି କଥାବାର୍ତ୍ତା କରୁଛନ୍ତି ନା ନାଇଁ? କାଇଁ କଣ ଭୁଲ ହେଇଗଲା? ଆଉ ଭୁଲ ହବନି ସାରେ। ଭୁଲ କଣ ହେଲା? ସାରେ ମୋ କହିବା କଥା ଆପଣ କହୁଛନ୍ତି ଯୋଉ ଲୋକ 1000 ପୂର୍ଣ୍ଣଚନ୍ଦ୍ର ଦର୍ଶନ କରିବ ତାକୁ ଠାକୁର ନମସ୍କାର ଭଗବାନ ନମସ୍କାର କରିବେ। ନମସ୍କାର କରନ୍ତୁ। ସାରେ କଳିଯୁଗର ଲୋକମାନେ କେତେ ବର୍ଷ ବଞ୍ଚିବେ? ମାଧବ ଭାଇ ଆଜ୍ଞା ମାସକରେ ଗୋଟାଏ ହଉଛି ପୂର୍ଣ୍ଣଚନ୍ଦ୍ର। ଗୋଟିଏ ମାସରେ ଯଦି ଗୋଟିଏ ହୁଏ ଆଜ୍ଞା ବର୍ଷକ ହଉଛି 12 ମାସ। 12 ମାସରେ 12ଟା ହଉଛି ପୂର୍ଣ୍ଣଚନ୍ଦ୍ର। ବାବୁ ଆଜ୍ଞା ତାହେଲେ 12 ଅଷ୍ଟା 96 80 ବର୍ଷରେ 960 ହିସାବ କର। ଆଜ୍ଞା କୁହନ୍ତୁ ଆଉ କେତେ ରହିଲା? ଆଉ ରହିଲା 40 ଆଉ ମିଶେଇ ଦଉନୁ 4 ବର୍ଷ ମିଶେଇ ଦେଲେ ହେଇଯିବ। ଯେତେବେଳେ 84 ବର୍ଷ ଗୋଟାଏ ବ୍ୟକ୍ତି କି ହେଇଯାଏ ଆଜ୍ଞା ଭଗବାନ କହିଲେ ମୁଁ ତାଙ୍କୁ ନମସ୍କାର କରେ। ଗଲା ବେଦ ବିଦିଗो ଚନ୍ଦ୍ର ସହସ୍ର ମାସୋପବାସୀ ମାସେ ବାବୁରେ ଯୋଉ ବ୍ୟକ୍ତିଟି ନମସ୍କାର କରେ ଭଗବାନ କହିଲେ ମୁଁ ତାକୁ ନମସ୍କାର କରେ। ନାଇଁ ସାର୍ ଏ କଥାଟା ମାସେ ଉପବାସ ରୁହନ୍ତି। ସାର୍ ଏ କଥାଟା ଆପଣଙ୍କ କଥା ମାନିବୁନି। କାହିଁ ଗୋଟେ ଲୋକ ଯଦି ଗୋଟେ ଘଣ୍ଟା ଖାଦ୍ୟ ଏପଟ ସେପଟ ଯାଉଛି ସିଏ ହୋ ତା ପେଟ ପଡୁଛି ତା ମାନେ କଣ କରିବ ତାର କିଛି ଜାଣିପାରୁନି। ଠିକ ଠିକଣା ନାହିଁ ନା ଠିକ ଠିକଣା ନାହିଁ। ଆପଣ କହୁଛନ୍ତି ଗୋଟେ ଲୋକ ଯଦି ମାସେ ଉପବାସ ରହିବ ତାକୁ ଠାକୁର ନମସ୍କାର କରିବେ ନିଶ୍ଚିନ୍ତ। ନା ବାବୁରେ ମାସେ କହିଲେ ଗୋଟିଏ ମାସ 12 ମାସ ଭିତରୁ ଗୋଟିଏ ମାସ ନୁହଁ। ଆଉ ସାରା ଲଗାତାର ନୁହଁ ନା ଏମିତି କଥା କହି ହବ ନାହିଁ। ତାହେଲେ ଆମେ ଜାଣିବା ये वर्षक होची 12 मास। ये 12 मास भितरे आपण माने लक्ष्य देबे ये गणी गणी की 12 मास भितर 30 टा दिन हमकु उपवास रहिया पई पड़ी। सारे कोना दि को 30 टा दिन कांधरे हाथ मत आपण का गाइले मुठी इरे बाबू सिया जो 30 टा दिन से किए को दिन जानना को दिन बंगलार जण कवि कबीर सुंदर भाव रे गोटे बंगला भाषा रे गोटा पद कहचंती कहले रवि दिबा हुआस राती एकादशी करी जीवन काट मुट्ठी भिजे चूड़ा खाबो डॉलर पासे जाबो ना डॉलर पासे जोको अच्छी करे लगी ये दुनिया रे को दिन उपवास रहिया पड़िबो को बारे उपवास रहिबा पई आपण को कवि कहिचन। हां कहनांती माधव भाई आज्ञा रवि दीपा वर्षे करे अनेक रविवार आज्ञा मन रखी था गोटे रविवार आपण उपवास रहिबी रवि दिबा उआस रात गोटाए अमावास्या रे उपवास रहिबे बाबूरे सेटा को अमावास्या सारे हमें जानिया गोटे पद मते गाया पाई पड़ी ओडिया रे ओडिया भाषा रे गोटाए कवि सुंदर भाव रे लिखिले गोटे पद आया कोनतु से पदुटा कोन माई कहले भाग्यवान सिना भाग्य फल
ପ୍ରଭୁ ଭାଇ ସେଇଟା କୋଉ ଅମାବାସ୍ୟା? ଚିତଉ ମସିଆ ନା, ଯୋଉ ଅମାବାସ୍ୟାରେ ଇଏ ତିନି ପୁରକୁ ପଡିଥିଲା ବିପଦ। ଓହୋ, ସ୍ୱର୍ଗରେ ଦେବତା, ମର୍ତ୍ତ୍ୟରେ ନର, ପାତାଳର ଭୁଜଙ୍ଗ, ଆଜ୍ଞା ସମସ୍ତେ ଉଜାଗରରେ ଆଜ୍ଞା ସେଦିନ କାଳାତିପାତ କରିଥିଲେ। ଆମେ ଜାଣିବା ସେଇଟା କୋଉ ସେଇଟା ହଉଛି ଜାଗର ଅମାବାସ୍ୟା। ଉଜାଗର ଉଜାଗର ରହି ଆଜ୍ଞା ରାତ୍ର ଦିନ ରାତ୍ରଟାକୁ ଯାପନ କରିଥିବାରୁ ଯାହାର ନାଁ ହେଇଥିଲା ଜାଗର। ସେ ଜାଗର ଅମାବାସ୍ୟାଟାରେ ଉପବାସ ରହି ଗଲା 2ଟା ଦିନ। ବାବୁ ଆଉ ରହିଲେ କେତେ ନା 28 ଚାରଛେଲେକା ଜନ୍ମ ତିଥି। 4ଟା ପୁଅଙ୍କର ଜନ୍ମ ଉତ୍ସବରେ ଆପଣ ମାନେ ରହିବେ ଉପବାସ। ମତେ କହୁଛି ଯିଏ 4ଟା ଭଲ ଭଲ ଖାସି ରଖିଦବ ସିଏ ଯୋଉ 4ଟା ପୁଅ ସେ କିଏ? ଜଣେ ହଉଛନ୍ତି ରାମ, ଜଣେ ହଉଛନ୍ତି କୃଷ୍ଣ, ଆଉ ଜଣେ ହଉଛନ୍ତି ନୃସିଂହ, ଆଉ ଜଣେ ହଉଛନ୍ତି ବାମନ। ଇଏ 4ଟା ପୁଅଙ୍କର ଜନ୍ମଦିନରେ ଆପଣ ମାନେ ରହିବେ ଉପବାସ। ବାବୁ ଗଲା 4 + 2 ମିଶିଲେ ହେଲା 6 ଆଉ ରହିଲା 24। ବାବୁ ଏକାଦଶୀ କରି ଜୀବନ କା ଏକାଦଶୀ ଗୋଟାଏ ମାସରେ 2ଟା। କେମିତି? ଗୋଟିଏ ହଉଛି ଶୁକ୍ଳ ଏକାଦଶୀ, ହଉଛି କୃଷ୍ଣ ଏକାଦଶୀ। ଇଏ 12 ମାସରେ 12 ଦିନ ହେଲା 24। ଇଏ ଯୋଉ 30 ଦିନ ଯିଏ ଉପବାସ ରୁହନ୍ତି ଭଗବାନ କହିଲେ ମୁଁ ତାଙ୍କୁ ନମସ୍କାର କରେ। ଆମର ଏହି ପାଲାର ସମସ୍ତ ଭାଗ ଗୁଡ଼ିକ ଆପଣଙ୍କୁ କିପରି ଲାଗୁଛି ତାହା ଆମର ଏହି କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଯଦି ଆମର ଏହି ଚ୍ୟାନେଲଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଆମର ଏହି ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛି, ନମସ୍କାର।